ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅତି ମଧୁର ନାମରେ ପ୍ରେଜ୍ ଦ ଲର୍ଡ। ଏବଂ ମୁଁ ଆଶା କରେ ଆପଣମାନେ ସମସ୍ତେ କୁଶଳରେ ଅଛନ୍ତି। ଆସନ୍ତୁ ପ୍ରିୟ ବନ୍ଧୁଗଣ, ଆଜି ଆମମାନେ ମୁକ୍ତି ବିଷୟରେ ଅବା ସ୍ୱାଧୀନତା ବିଷୟରେ ଅଳ୍ପ ସମୟ ଆମମାନେ ଧ୍ୟାନ କରିବା। ଯେତେବେଳେ ଆମମାନେ ଭାରତବର୍ଷକୁ ଦେଖୁ, ଏହି ଭାରତବର୍ଷ ଇଂରାଜୀମାନଙ୍କ ହସ୍ତରେ ଅବା ବ୍ରିଟିଶମାନଙ୍କ ହସ୍ତରେ ଏହା ଅଧୀନରେ ଥିଲା। ଏଥିରେ ଅନେକ ଲୋକମାନେ ଦାସତ୍ୱ ଭାର ବହନ କରୁଥିଲେ। ହଁ ପ୍ରିୟ ବନ୍ଧୁଗଣ, ଠିକ୍ ସେହିପରି ଆମ୍ଭେମାନେ ମଧ୍ୟ ଶୈତାନଙ୍କ ହସ୍ତରେ ଦାସତ୍ୱର ଭାର ବହନ କରୁଥିଲୁ। କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟ ସମୟାନୁକ୍ରମେ ଏହି ଜଗତରେ ମାନବ ରୂପ ଧାରଣ କରି ଆମମାନଙ୍କୁ ପ୍ରତ୍ୟେକଙ୍କୁ ନିଜର ରକ୍ତ ଝରାଇ ଆମମାନଙ୍କୁ ସେହି ଦାସତ୍ୱରୁ ମୁକ୍ତ କରି ପୁତ୍ରୋତ୍ତର ସନ୍ତାନ ହେବାର ଅଧିକାର ଦେଲେ, ଯାହାକି ଆମ୍ଭେମାନେ ଗାଲାତୀୟ ଅଧ୍ୟାୟ 4 ତାର 1 ପଦରୁ ଆମମାନେ ପାଠ କରିଥାଉ। କିନ୍ତୁ ମୁଁ କହୁଅଛି, ଯେତେଦିନ ପର୍ଯ୍ୟନ୍ତ ଉତ୍ତରାଧିକାରୀ ନାବାଳକ ଥାଏ, ସେତେଦିନ ପର୍ଯ୍ୟନ୍ତ ସେ ସମସ୍ତ ବିଷୟର କର୍ତ୍ତା ହେଲେ ହେଁ କୌଣସି ପ୍ରକାରେ ଦାସଠାରୁ ଭିନ୍ନ ନୁହେଁ। କିନ୍ତୁ ପିତାଙ୍କ ନିରୂପିତ ସମୟ ପର୍ଯ୍ୟନ୍ତ ସେ ଅଭିଭାବକ ଓ ବେବର୍ତ୍ତାଙ୍କ ଅଧୀନରେ ଥାଏ। ସେହିପରି ଆମ୍ଭେମାନେ ମଧ୍ୟ ଯେତେବେଳେ ଧର୍ମରେ ନାବାଳକ ଥିଲୁ, ସେତେବେଳେ ଜଗତର ପ୍ରାଥମିକ ବିଷୟଗୁଡ଼ାକର ଦାସ ଥିଲୁ। କିନ୍ତୁ କାଳ ସମ୍ପୂର୍ଣ୍ଣ ହୁଅନ୍ତେ ଈଶ୍ୱର ଆପଣା ନିକଟରୁ ନିଜ ପୁତ୍ରଙ୍କୁ ପ୍ରେରଣ କଲେ। ସେ ସ୍ତ୍ରୀଜାତ ହୋଇ ବ୍ୟବସ୍ଥାଧୀନ ହେଲେ, ଯେପରି ସେ ମୂଲ୍ୟ ଦେଇ ବ୍ୟବସ୍ଥାଧୀନ ଲୋକମାନଙ୍କୁ ମୁକ୍ତ କରନ୍ତି, ପୁଣି ଆମ୍ଭେମାନେ ପୁତ୍ରୋତ୍ତର ଅଧିକାର ପ୍ରାପ୍ତ ହେଉ। ହଁ ପ୍ରିୟ ବନ୍ଧୁଗଣ, ବାସ୍ତବତାରେ ଆମମାନଙ୍କର ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ଦାସତ୍ୱଠାରୁ ସେ ମୁକ୍ତ କରିଅଛନ୍ତି। ଏଣୁ ଆଉ ତୁମ୍ଭେମାନେ ପୁତ୍ର, ଏଥିସକାଶେ ଈଶ୍ୱର ଆପଣା ନିକଟରୁ ନିଜ ପୁତ୍ରଙ୍କ ଆତ୍ମାଙ୍କୁ ଆମ୍ଭମାନଙ୍କ ହୃଦୟକୁ ପ୍ରେରଣ କଲେ। ସେହି ଆତ୍ମା ଆବ୍ବା ପିତା ବୋଲି ଡାକନ୍ତି। ଏଣୁ ତୁମ୍ଭେ ଆଉ ଦାସ ନୁହେଁ, କିନ୍ତୁ ପୁତ୍ର। ପୁଣି ଯଦି ପୁତ୍ର, ତେବେ ଈଶ୍ୱରଙ୍କ କର୍ତ୍ତୃକ ଉତ୍ତରାଧିକାରୀ। ହଁ ପ୍ରିୟ ବନ୍ଧୁଗଣ, ବର୍ତ୍ତମାନ ଆମମାନେ ଦାସତ୍ୱ ନୁହେଁ, କିନ୍ତୁ ଈଶ୍ୱରଙ୍କ କର୍ତ୍ତୃକ ଉତ୍ତରାଧିକାରୀ ଅଟୁ। ହଁ ପ୍ରିୟ ବନ୍ଧୁଗଣ, ଠିକ୍ ସେହି ପ୍ରକାର ଆମମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟ ସମସ୍ତ ମୃତ୍ୟୁଦାୟକ ବ୍ୟବସ୍ଥାରୁ ମଧ୍ୟ ମୁକ୍ତ କରିଅଛନ୍ତି, ଯାହା ଆମ୍ଭେମାନେ ରୋମୀୟ 8 ଅଧ୍ୟାୟ 2 ପଦରେ ଆମମାନେ ଦେଖୁ ଏବଂ ପ୍ରେରିତ 2 ଅଧ୍ୟାୟ 24 ପଦରେ ମଧ୍ୟ ଆମମାନେ ଦେଖିଥାଉ। ସେ ଆମମାନଙ୍କୁ ସମସ୍ତ ମୃତ୍ୟୁଦାୟକ ବ୍ୟବସ୍ଥାରୁ ସେ ଆମମାନଙ୍କୁ ମୁକ୍ତ କଲେ। ଯେପରି ଆମ୍ଭେମାନେ ଦାସତ୍ୱ ଜୁଆଳିର ବନ୍ଧନରେ ଆମମାନେ ବାନ୍ଧି ହୋଇକି ଥିଲୁ, ସେଥିରୁ ଆମମାନଙ୍କୁ ପୁତ୍ରୋତ୍ତର ଅଧିକାର ଦେଲେ, ଠିକ୍ ସେହିପରି ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ମୃତ୍ୟୁଦାୟକ ବ୍ୟବସ୍ଥାରୁ ଆମମାନଙ୍କୁ ମୁକ୍ତ କରିଅଛନ୍ତି। ଏଣୁ ଆସୁ ପ୍ରିୟ ବନ୍ଧୁଗଣ, ସେହି ପ୍ରଭୁ ଯୀଶୁଙ୍କୁ ଆମମାନେ ଆମମାନଙ୍କର ଜୀବନରେ ତାହାଙ୍କରି ଗୌରବ କରିବା ଆବଶ୍ୟକତା ଅଟେ। ଦ୍ୱିତୀୟ ବିଷୟ ଏହା ଅଟେ, ସେ ଆମ୍ଭମାନଙ୍କୁ ଶୟତାନର ହସ୍ତରୁ ମୁକ୍ତି କରିଅଛନ୍ତି, ଯାହା ଆମ୍ଭେମାନେ 2 ତିମୋଥୀ 2 ଅଧ୍ୟାୟ 26 ପଦରେ ଆମମାନେ ଦେଖିବାକୁ ପାଉ। ଯେତେବେଳେ ଆମମାନଙ୍କର ଜୀବନ ଶୟତାନଙ୍କ ହସ୍ତରେ ବାନ୍ଧି ହୋଇଥିଲା, ସେଥିରେ ଆମମାନେ ଦାସତ୍ୱ ହୋଇକି ଥିଲୁ, ସେଥିରୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ମୁକ୍ତ କରି ଅଛନ୍ତି। ଏଣୁ ଆସନ୍ତୁ ପୁନର୍ବାର ଆମମାନେ ସେହି ଶୈତାନଙ୍କ ହସ୍ତରେ ଆମମାନେ ନିଜ ଜୀବନକୁ ସମର୍ପିତ ନ କରି ଈଶ୍ୱରଙ୍କଠାରେ ସମସ୍ତ ଗତିକୁ ସମର୍ପଣ କରି ଜୀବନ ଅତିବାହିତ କରିବା। ତୃତୀୟ ବିଷୟ, ସେ ଆମମାନଙ୍କୁ ସମସ୍ତ ଅଭିଶାପରୁ ମୁକ୍ତ କରିଅଛନ୍ତି, ଯାହା ଆମ୍ଭେମାନେ ଗାଲାତୀୟ 3 ଅଧ୍ୟାୟ 14 ପଦରେ ଆମମାନେ ଦେଖିବାକୁ ପାଉ। ଏହିପରି ସେ ଆମମାନଙ୍କୁ ମୁକ୍ତ କରିଅଛନ୍ତି, ଦୟା ଓ ପ୍ରେମରେ ସେ ଆମମାନଙ୍କୁ ମୁକ୍ତ କରିଅଛନ୍ତି। ଯିଶାୟ 63 ତାର 9 ପଦରେ ଆମମାନେ ଦେଖିବାକୁ ପାଉ। ହଁ ପ୍ରିୟ ବନ୍ଧୁଗଣ, ବାସ୍ତବତରେ ଆମମାନଙ୍କର ପରମେଶ୍ୱର ଆମମାନଙ୍କୁ ସମସ୍ତ ଅଭିଶାପରୁ ମୁକ୍ତ କରିଅଛନ୍ତି। ଚତୁର୍ଥ ବିଷୟ, ଆମମାନଙ୍କର ପ୍ରଭୁ ଯୀଶୁଖ୍ରୀଷ୍ଟ ପାପର ଅଧୀନରୁ ମୁକ୍ତ କରିଅଛନ୍ତି, ଯାହା ଆମ୍ଭେମାନେ ରୋମୀୟ 6 ଅଧ୍ୟାୟ ତାର 22 ପଦରେ ଆମମାନେ ଦେଖୁ। ଯେତେବେଳେ ଆମ୍ଭେମାନେ ପାପର ଅଧୀନରେ ଥିଲୁ, ଅବା ସମୁଦାୟ ଜଗତ ପାପର ଅଧୀନରେ ଥିଲା, ପ୍ରଭୁ ଯୀଶୁଖ୍ରୀଷ୍ଟ ସମୟାନୁକ୍ରମେ ପ୍ରତ୍ୟେକ ମାନବ ଜାତିକୁ ମୁକ୍ତି କରିବା ପାଇଁ
ସେ ନିଜର ପ୍ରାଣ ଦେଲେ। ଆଉ ଆମମାନଙ୍କୁ ସମସ୍ତ ପାପର ବନ୍ଧନରୁ ସେ ଆମମାନଙ୍କୁ ମୁକ୍ତ କଲେ। ଯେ ପ୍ରକାର ଭାରତବର୍ଷ ବ୍ରିଟିଶ ହସ୍ତରୁ ମୁକ୍ତ ପାଇଲା, ଠିକ୍ ସେହିପରି ଆମମାନଙ୍କର ପ୍ରଭୁ ଯୀଶୁଖ୍ରୀଷ୍ଟ ସମଗ୍ର ମାନବ ଜାତି ନିମନ୍ତେ ନିଜର ଜୀବନ ଦେଇ ସେ ପାପର ବନ୍ଧନରୁ ପ୍ରତ୍ୟେକଙ୍କୁ ସେ ମୁକ୍ତ କଲେ। ପଞ୍ଚମଟି ହେଉଛି ସେ ଆମ୍ଭମାନଙ୍କୁ ମଶାଙ୍କ ବ୍ୟବସ୍ଥାରୁ ମୁକ୍ତ କଲେ। ଯେଉଁ ବ୍ୟବସ୍ଥାରେ କି ମୃତ୍ୟୁ ଥିଲା, ସେହି ବ୍ୟବସ୍ଥାରୁ ପ୍ରଭୁ ଯୀଶୁଖ୍ରୀଷ୍ଟ ମୁକ୍ତ କଲେ, ଯାହା ମାନେ ଗାଲାତୀୟ 4:5 ଆମେ ଦେଖିବାକୁ ପାଉ। ହଁ ପ୍ରିୟ ବନ୍ଧୁଗଣ, ଏହି ପ୍ରକାର ମୁକ୍ତି ଅବା ଏହି ପ୍ରକାର ସ୍ୱାଧୀନତା ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ଦେଇଅଛନ୍ତି। ଏଣୁ ଆମ୍ଭେମାନେ ଅନ୍ୟର ଉପକାର ଓ ସତ୍କର୍ମ କରି ଧନୀ ହେବା, ଯାହା ପ୍ରଥମ ତିମୋଥୀ 6:18 ଆମେ ଦେଖିବାକୁ ପାଉ। ବାସ୍ତବତାରେ ଆମମାନଙ୍କର ପରମେଶ୍ୱର ଦୟାବାନ ପରମେଶ୍ୱର। ଷଷ୍ଠ ହେଉଛି ସେ ଆମ୍ଭମାନଙ୍କୁ କ୍ଷୟର ଦାସତ୍ୱରୁ ମୁକ୍ତ କରିଅଛନ୍ତି। ଯେଉଁ ଦାସତ୍ୱ ମୃତ୍ୟୁଜନକ ଥିଲା, ଯେଉଁ ଦାସତ୍ୱ କ୍ଷୟର ଦାସତ୍ୱ ଥିଲା, ସେଥିରୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ମୁକ୍ତି କରିଅଛନ୍ତି। ରୋମିଓ 8:21 ଆମେ ଦେଖିବାକୁ ପାଉ। ଏଣୁ ଆସୁ ପ୍ରିୟ ବନ୍ଧୁଗଣ, ଆମ୍ଭେମାନେ ଏହି ଦାସତ୍ୱ ଜୁଆଳିରୁ, ଏ ଦାସତ୍ୱ ବନ୍ଧନରୁ ଯେତେବେଳେ ଆମେ ମୁକ୍ତି ପାଇଲୁ, ଯିଏ ଆମମାନଙ୍କୁ ମୁକ୍ତି କଲେ ତାହାଙ୍କୁ ଆମମାନେ ସ୍ମରଣ କରିବା, ତାଙ୍କଠାରେ ଶରଣାଗତ ନେବା। ପୁନର୍ବାର ସେହି ଦାସତ୍ୱର ଜୁଆଳିରେ ଆମେ ବାନ୍ଧି ହେବା ନାହିଁ। ପାଉଲ ରୋମିଓ 6:22-23 ଏହି ପ୍ରକାର ଲେଖନ୍ତି, କିନ୍ତୁ ଏବେ ପାପର ଅଧୀନରୁ ମୁକ୍ତ ହୋଇ ଈଶ୍ୱରଙ୍କ ଦାସ ହେବାରୁ ତୁମ୍ଭେମାନେ ପବିତ୍ରତା ଉଦ୍ଦେଶ୍ୟରେ ଫଳ ପାଉଅଛ, ଆଉ ଏଥିର ପରିମାଣ ଅନନ୍ତ ଜୀବନ। କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ହଁ ପ୍ରିୟ ବନ୍ଧୁଗଣ, ଦାସତ୍ୱତାର ଅଧୀନ ମୃତ୍ୟୁଜନକ ଥିଲା, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଏଣୁ ଆସୁ ପ୍ରିୟ ବନ୍ଧୁଗଣ, ଆମେମାନେ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ନିଜ ଜୀବନକୁ ସମର୍ପିତ କରିବା, କାରଣ ସେ ଆମ୍ଭମାନଙ୍କୁ ମୃତ୍ୟୁଦାୟକ ବ୍ୟବସ୍ଥାରୁ ମୁକ୍ତ କରିଅଛନ୍ତି ଏବଂ ପାପର ଅଧୀନରୁ ସେ ଆମମାନଙ୍କୁ ମୁକ୍ତ କରିଅଛନ୍ତି ଏବଂ ଶୟତାନଙ୍କର ହସ୍ତରୁ ଆମମାନଙ୍କୁ ମୁକ୍ତି କରିଅଛନ୍ତି ଏବଂ ଅଭିଶାପରୁ ସେ ଆମମାନଙ୍କୁ ମୁକ୍ତ କରିଅଛନ୍ତି। ମଶାଙ୍କ ବ୍ୟବସ୍ଥାରୁ ସେ ଆମମାନଙ୍କୁ ମୁକ୍ତ କରିଅଛନ୍ତି ଏବଂ କ୍ଷୟର ଦାସତ୍ୱଠାରୁ ସେ ଆମମାନଙ୍କୁ ମୁକ୍ତ କରିଅଛନ୍ତି। ଏଣୁ ଆସନ୍ତୁ ପ୍ରିୟ ବନ୍ଧୁଗଣ, ଆମ୍ଭେମାନେ ସେହି ମୁକ୍ତିଦାତା ପରମେଶ୍ୱରଙ୍କଠାରେ ନିଜ ଜୀବନକୁ ସମର୍ପଣ କରିବା ଏବଂ ପୁନର୍ବାର ଆମ୍ଭେମାନେ ସେ ଅଭିଶାପରେ ବନ୍ଧନ ହେବା ନାହିଁ ଏବଂ ଆମ୍ଭେମାନେ ଶୟତାନଙ୍କ ହସ୍ତରେ ବାନ୍ଧି ହେବା ନାହିଁ ଏବଂ ଆମ୍ଭେମାନେ ମୃତ୍ୟୁଦାୟକ ବ୍ୟବସ୍ଥାରେ ବାନ୍ଧି ହେବା ନାହିଁ, କି ଅବା ପାପର ଅଧୀନରୁ ଆମମାନେ ବାନ୍ଧି ହେବା ନାହିଁ। ଯଦି ଆମ୍ଭେମାନେ ଏହି ବ୍ୟବସ୍ଥାରେ ବାନ୍ଧି ହେବା, ତେବେ ଆମ୍ଭମାନଙ୍କର ଜୀବନ ସୁନିଶ୍ଚିତ ମୃତ୍ୟୁଦାୟକ ଅଟେ ଏବଂ ଆମ୍ଭେମାନେ ସେହି ସ୍ୱର୍ଗରାଜ୍ୟର ଅଧିକାରୀ ପ୍ରାପ୍ତ ହୋଇପାରିବା ନାହିଁ। ଏଣୁ ଆସନ୍ତୁ ପ୍ରିୟ ବନ୍ଧୁଗଣ, ଆଜିର ଏହି ମୁକ୍ତିର ବାକ୍ୟ ଆମ୍ଭେମାନେ ପାଠ କଲୁ, ଆମେମାନେ ସ୍ୱାଧୀନ ପ୍ରାପ୍ତ ବାକ୍ୟ ପାଠ କଲୁ। ଏଣୁ ଆସନ୍ତୁ ଆଜିର ଏହି ବାକ୍ୟ ଅନୁସାରେ ନିଜ ଜୀବନକୁ ସମର୍ପଣ କରି ସ୍ୱର୍ଗରାଜ୍ୟର ଅଧିକାରୀ ହୋଇ ଅନନ୍ତକାଳ ପର୍ଯ୍ୟନ୍ତ ଆମ୍ଭେମାନେ ଈଶ୍ୱରଙ୍କ ସହିତ ବାସ କରିବା। ଏହି ସଂକ୍ଷିପ୍ତ ବାକ୍ୟ ଅନୁସାରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ପ୍ରତ୍ୟେକଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ। ଆମେନ୍।